ତୁଳା ରାଶିମାନଙ୍କ ପାଇଁ 15 ଡିସେମ୍ବରରୁ 21 ଡିସେମ୍ବର କିପରି ରହିବ ଏହି ସପ୍ତାହ ଚାଲନ୍ତୁ ଏହି ଭିଡ଼ିଓ ଡିଟେଲ୍ସରେ ଜାଣିବା। ତୁଳା ରାଶି ଜାତକମାନଙ୍କ ପାଇଁ ଏହି ସପ୍ତାହ ଧନ ଲାଭର ଯୋଗ ନେଇକି ଆସୁଛି। ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ ଓ ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କର ଆର୍ଥିକ ମଦତ ବି ଆପଣ କରିପାରିବେ। ତ ଏହି ସମୟରେ ତୁଳା ରାଶି ଜାତକମାନଙ୍କ ପାଇଁ ଏହି ସମୟରେ ଆପଣଙ୍କ ମାନସିକ ମଜବୁତ କରିବାକୁ ପଡ଼ିବ। ଏହା ପାଇଁ ଆପଣଙ୍କ ମନକୁ ଶାନ୍ତ କରିବାକୁ ଓ ସ୍ଥିର ରଖିବାକୁ ପଡ଼ିବ। ତ ଏହା ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଏହା ପାଇଁ ଆପଣ ଯୋଗ ମେଡ଼ିଟେସନ୍ ଓ ଭଲ ବହି ମଧ୍ୟ ପଢ଼ିକି ଆପଣଙ୍କ ମନକୁ ଶାନ୍ତ କରିପାରିବେ। ରାହୁ ଆପଣଙ୍କ ପଞ୍ଚମ ଭାବରେ ରହିବା କାରଣ ହେତୁ ଆପଣଙ୍କୁ ସପ୍ତାହରେ ଅଚାନକ ଧନ ଲାଭ ମଧ୍ୟ ହେବ ଓ ଏହାର ସମ୍ଭାବନା ଅତ୍ୟଧିକ ରହୁଛି। ଏଥିପାଇଁ ଆପଣ ପରିଶ୍ରମ କରିବାକୁ ବିଲକୁଲ ବି ପଛାନ୍ତୁ ନାହିଁ। ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ଏହି ସପ୍ତାହରେ ଆପଣଙ୍କ ପରିବାରରେ ମଧ୍ୟ ଆପଣ ଧନ ଖର୍ଚ୍ଚ କରିପାରିବେ। ତ ନିଜ ଉପରେ କଣ୍ଟ୍ରୋଲ ରଖନ୍ତୁ। ହାଲାକି ସପ୍ତାହର ମଝିରେ ଆପଣଙ୍କ ସ୍ୱଭାବରେ ଉତାର ଚଢ଼ାବ ଦେଖାଯାଇପାରେ, ଆପଣଙ୍କ ମନ ଅଶାନ୍ତ ରହିପାରେ। ତେଣୁକରି ଆପଣ ମେଡ଼ିଟେସନ୍ କରନ୍ତୁ ଓ ସକାରାତ୍ମକ ଭାବନ୍ତୁ ଓ ଆପଣଙ୍କ ଜୀବନସାଥୀଙ୍କ ସହିତ ମନମୁତାବକ ରହିପାରେ। ତ ଶବ୍ଦ କହିଲା ବେଳେ ବାଛି ବିଚାରି କଥା କୁହନ୍ତୁ, ଯାହାକି ଅନ୍ୟମାନଙ୍କୁ କଷ୍ଟ ଦେଇପାରେ। କିନ୍ତୁ ଆପଣ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ମାସୁସକୁ ନେଇକରି ଲୋକମାନେ ଫାଇଦା ଉଠାଇ ପାରନ୍ତି, ସେଥିପ୍ରତି ଧ୍ୟାନ ଦେବେ। ଶନି ଷଷ୍ଠ ଭାବରେ ରହି ଆପଣ କାର୍ଯ୍ୟକ୍ଷେତ୍ରରେ ସହଯୋଗ ଆଣିବେ, କିନ୍ତୁ ଆପଣଙ୍କର ଠାରୁ ଉମିଦ ମଧ୍ୟ ଅନ୍ୟମାନେ ଅଧିକ କରିବେ। ତେଣୁକରି ଆପଣ ସତର୍କ ରହନ୍ତୁ।